ନମସ୍କାର ବନ୍ଧୁଗଣ, ଜୟ ଜଗନ୍ନାଥ। ଆଶା କରୁଛି ଆପଣମାନେ ଭଲରେ ଥିବେ। ବନ୍ଧୁଗଣ, ଯଦି ଆପଣମାନେ ମିଥୁନ ରାଶିର ଲୋକ ତେବେ ସାବଧାନ ହୋଇଯାଆନ୍ତୁ ଏବଂ ସଜାଗ ବି ହୋଇଯାଆନ୍ତୁ। କାରଣ ଆପଣମାନେ ହୁଏତ ଜାଣିନାହାନ୍ତି ଯେ ଗତ 30 ବର୍ଷ ଭିତରେ ଯାହା ଘଟିନଥିଲା ତାହା ଏହି ମହାଶିବରାତ୍ରିରେ ଆପଣଙ୍କ ସହ ଘଟିବାକୁ ଯାଉଛି। ଏଥରର ମହାଶିବରାତ୍ରି ଆପଣଙ୍କ ପାଇଁ କେବଳ ଉପବାସ କରିବା ଦିନ ନୁହେଁ, ଏହା ଆପଣଙ୍କ ଭାଗ୍ୟର ବନ୍ଦ କବାଟକୁ ଖୋଲିବାର ଏକମାତ୍ର ଚାବିକାଠି। ଶାସ୍ତ୍ର କହୁଛି, ଏହି ଦିନ ମିଥୁନ ରାଶିର ବ୍ୟକ୍ତି ଯଦି ଗୋଟିଏ ବିଶେଷ ଦ୍ରବ୍ୟରେ ଶିବଙ୍କର ଅଭିଷେକ କରିଦେବ, ତେବେ ଜୀବନର ସବୁ ଦରିଦ୍ରତା, ସବୁ ରୋଗ ଏବଂ ସବୁ ଶତ୍ରୁ ବାଧା ଜଳିପୋଡ଼ି ପାଉଁଶ ହୋଇଯିବ। କିନ୍ତୁ ଯଦି ଭୁଲରେ ବି ଆପଣ ଏହି ଦିନ ଗୋଟିଏ ଛୋଟ ଭୁଲ କରିଦିଅନ୍ତି, ତେବେ ବର୍ଷ ସାରା ଆପଣଙ୍କୁ ଅନୁତାପ କରିବାକୁ ପଡ଼ିପାରେ। କ'ଣ ସେଇ ମହା ଉପାୟ? କେମିତି ଆପଣ ନିଜର ଦୁର୍ଭାଗ୍ୟକୁ ସୌଭାଗ୍ୟରେ ବଦଳାଇବେ? କାହିଁକି 2026ର ମହାଶିବରାତ୍ରି ମିଥୁନ ରାଶି ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି? ଆଜିର ଏହି ଭିଡ଼ିଓରେ ଆମେ ଟିକେ ନେକିକି ଆଲୋଚନା କରିବା। ଆଜି ମୁଁ ଆପଣଙ୍କୁ ଶିବ ପୁରାଣର ସେହି ଗୁପ୍ତ ତଥ୍ୟ କହିବି ଯାହା ଆପଣଙ୍କ ଜୀବନ ବଦଳାଇ ଦେବ। ବନ୍ଧୁଗଣ, ମିଥୁନ ରାଶିର ଜାତ ବ୍ୟକ୍ତିମାନେ ସାଧାରଣତଃ ବହୁତ ବୁଦ୍ଧିମାନ ଏବଂ ଚତୁର। କିନ୍ତୁ 2026 ମସିହାର ଆରମ୍ଭରୁ ଆପଣ ନିଶ୍ଚୟ ଅନୁଭବ କରିଥିବେ ଯେ କିଛି ଠିକ୍ ଚାଲୁନାହିଁ। ହାତ ପାହାନ୍ତାରୁ ସୁଯୋଗ ଖସି ଯାଉଛି, ମନ ମଧ୍ୟ ଅସ୍ଥିର ରହୁଛି। କଥା କହିବାକୁ ଗଲେ ଲୋକେ ଭୁଲ ବୁଝୁଛନ୍ତି। ଆପଣଙ୍କର ନିଜ ଲୋକମାନେ ହିଁ ଆପଣଙ୍କ ବିରୋଧରେ ଯାଉଛନ୍ତି। ଏସବୁ କାହିଁକି ହେଉଛି? ଏହାର କାରଣ ହେଉଛି ମହାଜାଗତିକ ଶକ୍ତିର ଏକ ବିଚିତ୍ର ଖେଳ। 2026 ମହାଶିବରାତ୍ରି ସମୟରେ ବ୍ରହ୍ମାଣ୍ଡରେ ଏମିତି ଏକ ଶକ୍ତି ସୃଷ୍ଟି ହେଉଛି ଯାହା ମିଥୁନ ରାଶି ଉପରେ ସିଧାସଳଖ ପ୍ରଭାବ ପକାଉଛି। ଦେଖନ୍ତୁ, ଏହି ସମୟରେ ଆପଣଙ୍କର ମନୋବଳ ଏବଂ ଆତ୍ମବିଶ୍ୱାସ ଟିକେ କମିଗଲା ଭଳି ଲାଗିବ। କୌଣସି ନିଷ୍ପତ୍ତି ନେବାକୁ ଆପଣ ଭୟ କରିବେ। କିନ୍ତୁ ଡରନ୍ତୁ ନାହିଁ, କାରଣ ସ୍ୱୟଂ ଦେବଗୁରୁ ବୃହସ୍ପତି ଏବେ ଆପଣଙ୍କ ସାଥିରେ ଅଛନ୍ତି। ଏହି ଶିବରାତ୍ରି ଅର୍ଥାତ୍ 15 ଫେବୃଆରୀ 2026 ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଯେଉଁ ସମସ୍ୟାଗୁଡ଼ିକ ମେଡିସିନ ଦ୍ୱାରା, ଟଙ୍କା ଦ୍ୱାରା କିମ୍ବା ବୁଦ୍ଧି ଦ୍ୱାରା ସମାଧାନ ହେଉନାହିଁ, ସେଗୁଡ଼ିକ କେବଳ ଶିବଙ୍କର ଗୋଟିଏ ବୁନ୍ଦା ଜଳରେ ସମାଧାନ ହୋଇଯିବ। ଶାସ୍ତ୍ର କହୁଛି, ଏହି ସମୟରେ ମିଥୁନ ରାଶିର ବ୍ୟକ୍ତିମାନେ ଯଦି ସଠିକ୍ ବିଧିରେ ପୂଜା କରନ୍ତି, ତେବେ ସେମାନଙ୍କର ନୀଚଭଙ୍ଗ ରାଜଯୋଗ ସକ୍ରିୟ ହେବ। ଅର୍ଥାତ୍ ଆପଣ ତଳୁ ଉଠି ସିଧା ରାଜା ଭଳି ବଞ୍ଚିବେ। ତେବେ ଆସନ୍ତୁ ଜାଣିବା ସେହି ବିଶେଷ ପୂଜା ବିଧି କ'ଣ ରହିଛି। ଆପଣମାନେ ମନ୍ଦିର ଯାଆନ୍ତି, ପାଣି ଢାଳନ୍ତି ଆଉ ଚାଲି ଆସନ୍ତି। କିନ୍ତୁ ମିଥୁନ ରାଶି ପାଇଁ ଏତିକି ଯଥେଷ୍ଟ ନୁହେଁ। ଏଥର ଆପଣଙ୍କୁ 4 ପ୍ରହରର ନିୟମ ମାନିବାକୁ ପଡ଼ିବ। ଶାସ୍ତ୍ର ଅନୁସାରେ ଶିବରାତ୍ରି ରାତିକୁ 4 ଭାଗରେ ବିଭକ୍ତ କରାଯାଏ। ଆପଣଙ୍କ ପାଇଁ ପ୍ରତ୍ୟେକ ପ୍ରହରରେ କ'ଣ ଅର୍ପଣ କରିବା ଦରକାର ତାହା ଟିପି ରଖନ୍ତୁ। ପ୍ରଥମ ପ୍ରହର ଅର୍ଥାତ୍ ସନ୍ଧ୍ୟା 6ଟାରୁ ରାତି 9ଟା। ଏହି ସମୟରେ ଆପଣଙ୍କ ମନରେ ଥିବା ଅଶାନ୍ତି ଓ ଚିଡ଼ଚିଡ଼ା ଭାବ ଦୂର କରିବା ପାଇଁ ଶିବଲିଙ୍ଗ ଉପରେ କଞ୍ଚା କ୍ଷୀର ଅର୍ପଣ କରନ୍ତୁ। କ୍ଷୀର ଢାଳିବା ସମୟରେ ମହାଦେବଙ୍କୁ ସ୍ମରଣ କରନ୍ତୁ ଏବଂ ମନେ ମନେ ସ୍ମରଣ କରନ୍ତୁ ଏବଂ ମାନସିକ ମଧ୍ୟ ରଖନ୍ତୁ ଯେ ଏହି କ୍ଷୀର ସହିତ ସବୁ ପାପ ଧୋଇଯାଉ। ଦ୍ୱିତୀୟ ପ୍ରହର ରହିଛି ରାତି 9ଟାରୁ 12ଟା। ମିଥୁନ ରାଶିର ପାରିବାରିକ ସମସ୍ୟା ଓ ସନ୍ତାନ ଚିନ୍ତା ଦୂର କରିବା ପାଇଁ ଏହି ସମୟରେ ଦହି ଅର୍ପଣ କରନ୍ତୁ। ଯଦି ଅର୍ପଣ କଲେ ଘରେ ଶାନ୍ତିର ବାତାବରଣ ଫେରିଆସିବ। ତୃତୀୟ ପ୍ରହର ରହିଛି ରାତି 12ଟାରୁ 3ଟା। ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ। ଯଦି ଆପଣଙ୍କର କୌଣସି ଶତ୍ରୁ ଅଛନ୍ତି କିମ୍ବା କୋର୍ଟ କଚେରୀ ମାମଲା ଚାଲିଛି, ତେବେ ଏହି ସମୟରେ ଶିବଙ୍କୁ ଗାଈ ଘିଅରେ ସ୍ନାନ କରାନ୍ତୁ। ଘିଅର ଦୀପଟିଏ ଜାଳି ଏକାଗ୍ର ଚିତ୍ତରେ ଶିବଙ୍କୁ ଚାହିଁ ରୁହନ୍ତୁ। ଦେଖିବେ ଆପଣଙ୍କ ଆତ୍ମବିଶ୍ୱାସ କିପରି ବଢ଼ୁଛି। ଚତୁର୍ଥ ପ୍ରହର ରହିଛି ଭୋର 3ଟାରୁ ସୂର୍ଯ୍ୟୋଦୟ। ଶେଷରେ ଯଦି ଶରୀରରେ ରୋଗ ଲାଗି ରହୁଛି କିମ୍ବା କୌଣସି ବଡ଼ ବିପଦର ଆଶଙ୍କା ଅଛି, ତେବେ ମହୁ ଅର୍ପଣ କରନ୍ତୁ।
ମହୁ ଅର୍ପଣ କରିବା ଦ୍ୱାରା ମିଥୁନ ରାଶିର ବ୍ୟକ୍ତିଙ୍କ ଉପରେ ଥିବା ସମସ୍ତ ନକାରାତ୍ମକ ଶକ୍ତି ନଷ୍ଟ ହୋଇଯାଏ। ମନେ ରଖନ୍ତୁ, ଯଦି ଚାରିପ୍ରହରରେ ପୂଜା କରିପାରିବେନି ତେବେ ଅନ୍ତତଃ ପକ୍ଷେ ରାତ୍ରି 12ଟାରୁ 1 ମଧ୍ୟରେ ଘିଅ ଓ ମହୁ ମିଶାଇ ନିଶ୍ଚୟ ଅର୍ପଣ କରନ୍ତୁ। ଏବେ ଆସିବା ସେହି ବିଷୟ ଉପରେ ଯାହା ପାଇଁ ଆପଣ ଅପେକ୍ଷା କରିଛନ୍ତି, ଧନ ଏବଂ ପଇସା ବିଷୟରେ। ବନ୍ଧୁଗଣ, 2026ରେ ମିଥୁନ ରାଶି ପାଇଁ ଟଙ୍କା ପଇସା ଆସିବାର ରାସ୍ତାରେ ଟିକେ ବାଧା ରହିଛି। ପାଉଣା ଟଙ୍କା ଅଟକି ଯାଇପାରେ, ବ୍ୟବସାୟରେ ପେମେଣ୍ଟ ଫସି ଯାଇପାରେ। ତେବେ ଶିବରାତ୍ରିରେ କ'ଣ କଲେ ଘରକୁ ଲକ୍ଷ୍ମୀ ଆସିବେ? ଏହାର ଉତ୍ତର ହେଉଛି ଆଖୁ ରସ। ବହୁତ କମ୍ ଲୋକ ଜାଣନ୍ତି ଯେ ମହାଦେବଙ୍କୁ ଆଖୁ ରସ ଅତି ପ୍ରିୟ। ଏଥର ଶିବରାତ୍ରିରେ ଆପଣ ଗୋଟିଏ ତମ୍ବା ପାତ୍ରରେ ଆଖୁ ରସ ନିଅନ୍ତୁ। ସେଥିରେ ଟିକିଏ ଗଙ୍ଗା ଜଳ ମିଶାନ୍ତୁ। ଏହାକୁ ନେଇ ଶିବଲିଙ୍ଗ ଉପରେ ଧୀରେ ଧୀରେ ଢାଳନ୍ତୁ। ଢାଳିବା ସମୟରେ ମନେ ମନେ ଓମ୍ ନମଃ ଶିବାୟ ସହ ମା ଲକ୍ଷ୍ମୀଙ୍କୁ ମଧ୍ୟ ସ୍ମରଣ କରନ୍ତୁ। ଶାସ୍ତ୍ର ପ୍ରମାଣ ଦେଉଛି, ଯେଉଁ ରାଶିର ବ୍ୟକ୍ତି ହୁଅନ୍ତୁ ନା କାହିଁକି, ଯଦି ଶିବରାତ୍ରି ଦିନ ଆଖୁ ରସରେ ଅଭିଷେକ କରନ୍ତି, ତାଙ୍କର ଦାରିଦ୍ର୍ୟ 7 ଜନ୍ମ ପାଇଁ ଦୂର ହୋଇଯାଏ। ଏହା କେବଳ ଧନ ଦିଏନି, ବରଂ ଅଟକିଥିବା ଟଙ୍କାକୁ ମଧ୍ୟ ଫେରାଇ ଆଣିବାରେ ଚୁମ୍ବକ ଭଳି କାମ କରେ। ଏହି ଉପାୟକୁ ନିଶ୍ଚୟ କରନ୍ତୁ, ଫଳ ନିଶ୍ଚୟ ମିଳିବ। ବନ୍ଧୁଗଣ, ଧନ ତ ମିଳିଗଲା। ଏବେ ଆସନ୍ତୁ ଜାଣିବା ଶରୀର ଓ ମନର ଅବସ୍ଥା ବିଷୟରେ। ମିଥୁନ ରାଶିର ସବୁଠାରୁ ବଡ଼ ଶକ୍ତି ହେଉଛି କଥା ବା ବାକ୍ ଶକ୍ତି। କିନ୍ତୁ 2026ରେ ଏହି କଥା ହିଁ ଆପଣଙ୍କର ଶତ୍ରୁ ପାଲଟିପାରେ। ଆପଣ ଭଲ କହିଲେ ବି ଲୋକେ ଖରାପ ଭାବିବେ। ଛାତିରେ ଯନ୍ତ୍ରଣା, ଚର୍ମରୋଗ କିମ୍ବା ନର୍ଭ ସମସ୍ୟା ଦେଖାଦେଇପାରେ। ତେଣୁ ଏହି ଶିବରାତ୍ରିରେ ମୁଁ ଆପଣଙ୍କୁ ଏକ ଅଦ୍ଭୁତ ଔଷଧ ଦେଉଛି। ତାହା ହେଲା ମୌନ ବ୍ରତ। ଚେଷ୍ଟା କରନ୍ତୁ ଶିବରାତ୍ରି ଦିନ ଯେତେ କମ୍ ପାରିବେ ସେତେ କମ୍ କଥା କୁହନ୍ତୁ। ଯଦି ସମ୍ଭବ ତେବେ କିଛି ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ଚୁପ୍ ରୁହନ୍ତୁ। ମୋବାଇଲ ବନ୍ଦ ରଖନ୍ତୁ। ଏହି ମୌନ ଆପଣଙ୍କ ଭିତରର ଶକ୍ତିକୁ ଜାଗ୍ରତ କରିବ। ଏହା ଆପଣଙ୍କ ପାଇଁ କୌଣସି ମେଡିସିନ ଠାରୁ ବି କମ୍ ନୁହେଁ। ଏହା ସହିତ ଶିବରାତ୍ରି ସକାଳେ ଏକ ମୁଠା ସବୁଜ ମୁଗ ନିଜ ମୁଣ୍ଡ ଉପରେ 7 ଥର ବୁଲାଇ କୌଣସି ଗରିବକୁ ଦାନ କରନ୍ତୁ କିମ୍ବା ମନ୍ଦିରରେ ଦେଇଦିଅନ୍ତୁ। ଦେଖିବେ ଆପଣଙ୍କର ବୁଦ୍ଧି ପ୍ରଖର ହେବ ଏବଂ ଶରୀରରୁ ରୋଗ ପଳାଇବ। ବନ୍ଧୁଗଣ, ଶୁଭ ଫଳ ପାଇବା ପାଇଁ କିଛି ଜିନିଷ ବର୍ଜନ କରିବା ମଧ୍ୟ ନିହାତି ଜରୁରୀ। ତେବେ କ'ଣ ସେହି ଜିନିଷ ଯାହା ଆମେ ବର୍ଜନ କରିବା? ଆସନ୍ତୁ ଜାଣିବା। ପ୍ରଥମେ, କଳା ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ନାହିଁ। ପୂଜା ସମୟରେ କଳା ରଙ୍ଗ ବଦଳରେ ଧଳା, ହଳଦିଆ କିମ୍ବା ସବୁଜ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ। ଦ୍ୱିତୀୟରେ, ତୁଳସୀ ପତ୍ର ଅର୍ପଣ ନିଷେଧ। ଶିବଙ୍କ ପୂଜାରେ ଭୁଲରେ ବି ତୁଳସୀ ବ୍ୟବହାର କରନ୍ତୁ ନାହିଁ, ବରଂ 108ଟି ବେଲପତ୍ରରେ ଚନ୍ଦନରେ ରାମଙ୍କ ନାମ ଲେଖି ଅର୍ପଣ କରନ୍ତୁ। ତୃତୀୟରେ, କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ। ଏହି ଦିନ ଝଗଡ଼ା କଲେ ବର୍ଷ ସାରା ଅଶାନ୍ତି ଲାଗି ରହିବ। ଚତୁର୍ଥରେ, ମହାଦୀପ ଦର୍ଶନ। ଓଡ଼ିଶାର ପରମ୍ପରା ଅନୁଯାୟୀ ମହାଦୀପ ଉଠିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ମହାଦୀପ ଦର୍ଶନ କରିବା ପରେ ହିଁ ଜଳ ସ୍ପର୍ଶ କରନ୍ତୁ। ମହାଦୀପ ଦେଖିବା ସମୟରେ ନିଜର ମନସ୍କାମନା ଜଣାଇବାକୁ ଭୁଲିବେ ନାହିଁ। ଆପଣମାନଙ୍କ ମନରେ ପ୍ରଶ୍ନ ଆସୁଥିବ, ଏସବୁ କଲେ କ'ଣ ହେବ? ଶିବରାତ୍ରି ପରଠାରୁ କ'ଣ ବଦଳିବ? ବିଶ୍ୱାସ ରଖନ୍ତୁ, ମହାଶିବରାତ୍ରିର ପରଦିନ ସୂର୍ଯ୍ୟୋଦୟ ସହିତ ଆପଣଙ୍କ ଜୀବନରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହେବ। ଯେଉଁ କାମ ବହୁତ ଦିନରୁ ଅଟକିଥିଲା ତାହା ହଠାତ୍ ଗତିଶୀଳ ହେବ। କର୍ମକ୍ଷେତ୍ରରେ ଆପଣଙ୍କୁ ନୂଆ ଦାୟିତ୍ୱ ମିଳିବାର ସମ୍ଭାବନା ସୃଷ୍ଟି ହେବ। ପାରିବାରିକ ଜୀବନରେ ଯାହା ବି ମନାନ୍ତର ଥିଲା ତାହା ପ୍ରେମରେ ବଦଳିଯିବ। ମହାଦେବ ହେଉଛନ୍ତି ଭୋଳାନାଥ। ସେ କେବଳ ଭାବର ଭୋକିଲା। ଆପଣ କେତେ ଦାମୀ ଜିନିଷ ଦେଲେ ସେଥିରେ ସେ ଖୁସି ହୁଅନ୍ତି ନାହିଁ, ବରଂ ଆପଣ କେତେ ଭକ୍ତିରେ ଗୋଟିଏ ବେଲପତ୍ର ଦେଲେ ସେ ସେଥିରେ ହିଁ ସନ୍ତୁଷ୍ଟ ହୁଅନ୍ତି। ତେବେ ମିଥୁନ ରାଶିର ବନ୍ଧୁଗଣ, 2026ର ଏହି ମହାଜାଗତିକ ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ। ଆଖୁ ରସର ଅଭିଷେକ, ମୌନବ୍ରତ ପାଳନ ଏବଂ ମହାଦୀପ ଦର୍ଶନ, ଏହି 3ଟି କାମ ନିଶ୍ଚୟ କରନ୍ତୁ। ପ୍ରଭୁ ଲିଙ୍ଗରାଜଙ୍କ କୃପାରୁ ଆପଣଙ୍କ ଜୀବନ ମଙ୍ଗଳମୟ ହେଉ। ଯଦି ଆପଣମାନଙ୍କର ମହାଦେବଙ୍କ ପ୍ରତି ଭଲ ପାଇବା ଅଛି ଏବଂ ବିଶ୍ୱାସ ଅଛି, ତେବେ କମେଣ୍ଟ ବକ୍ସରେ ଓମ୍ ନମଃ ଶିବାୟ ଲେଖି ଜଣାନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ ଏବଂ ନିଜର ମିଥୁନ ରାଶିର ବନ୍ଧୁମାନଙ୍କ ସହ ସେୟାର କରନ୍ତୁ। ଦେଖାହେବ ପରବର୍ତ୍ତୀ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ରହୁଛି। ଜୟ ଜଗନ୍ନାଥ, ଜୟ ଭୋଳାନାଥ।